ଏତେ ଦିନ ଯୋଉ ଜ୍ୱର, ମୁଣ୍ଡ ବଥା ଆଉ ସେଥିପାଇଁ ଯୋଉ ନବରତ୍ନ ତେଲ ଏତେ ମାତ୍ରାରେ ଯୋଉ ଚୁଟିରେ ଲଗାଯାଉଥିଲା ନା, ଆଜି ସବୁ ତାର ବାହାରୁଛି। ଚୁଟି କମ୍, ଜଟ ଅଧିକ ହେଇଯାଇଛି। ତ ସକାଳୁ ସକାଳୁ ମୋ ସ୍ୱାମୀ ସେଇ କାମରେ ଲାଗି ପଡ଼ିଥିଲା ଆଜି। ଆଉ ତାପରେ ଟିକେ ଚା ଆଉ ଉପମା ଖାଇକି ମୁଁ ଖାଇ ଦେଇଥିଲି ଟାବଲେଟ୍। ଆଉ ସତ କହିବି ତ ମତେ ଟାବଲେଟ୍ ଖାଇବାକୁ ବହୁତ ହିଁ ଡର ଲାଗେ। ଆଉ ଏ କଥା ସାୟଦ ମୋର ସ୍ୱାମୀଙ୍କୁ ବି ପତା ଚଢ଼ି ସାରିଲାଣି। ସେଥିପାଇଁ ତାଙ୍କେ ଏବେ ଅମୁଲ ପାଣି କରିକି ମତେ ଟାବଲେଟ୍ ଖାଇବାକୁ ଦିଅନ୍ତି। ସତରେ ମାନେ ଏମିତି କେୟାର ଦେଖିଲେ ଲାଗେ କି ଯୋଉ କୁହନ୍ତି ନା ପିତା ପର ପତି, ଆକ୍ଚୁଆଲି ସେଇ କଥାଟା ମାନେ ମାଇନେ ରଖେ। ତ ଡକ୍ଟର ମତେ ज्यादा ପାଣି ପିଇବା ପାଇଁ କହିଛନ୍ତି। ଆଉ ମତେ ଦେଖ ପାଣି ପିଇବାକୁ ମୋର ଟିକେ ଇଚ୍ଛା ନାହିଁ। ତ ସେଥିପାଇଁ ସେ ମୋ ପାଇଁ ଲେମ୍ବୁ ପାଣି ବି କରିଦେଉଥିଲେ। ଆଉ ଆଜି ଦିନରେ ତାଙ୍କେ ରାନ୍ଧିଥିଲେ ଭାତ, ଡାଲି ଆଉ ଅଣ୍ଡା ଭଜା। କାରଣ ମତେ ରୋଷେଇବାସ ବିଲକୁଲ ବି ମାନେ ମୁଁ କରିପାରେନି, ମୁଣ୍ଡ ଏତେ ଜୋରସେ ହିଁ ବଥା ହଉଛି। ତ ଖାଇସାରିକି ମୁଁ ଟିକେ ବିଶ୍ରାମ କରିଥିଲି, ରେଷ୍ଟ କରିଦେଇଥିଲି ଟିକେ। ଆଉ ତାପରେ ଦେଖ ମତେ ପିଜୁଳି ଖାଇବାକୁ ଇଚ୍ଛା ହେଇଥିଲା। ତ ସେଥିପାଇଁ ଆମେ ପଳେଇ ଆସିଥିଲୁ ବାଡିରେ ଥିବା ଗଛକୁ। ଆଉ ଏଠି ପିଜୁଳି ଖାଇସାରିବା ପରେ ଇଭିନିଂ ଟେ ହେଇଛି କି ନା, ମୋର ଯେମିତିକୁ ସେମିତି ଜ୍ୱର। ଆଉ କଣ କହିବି, ମାନେ ବାସ୍ ମୋର ହଜବେଣ୍ଡ ଏତିକି କାମ କରୁଥିବାର ଦେଖିକି ମତେ ବି ତ ଭଲ ଲାଗୁନି। ତ ଭାବୁଛି ମୁଁ ଜଲ୍ଦି ଭଲ ହେଇଯାଉ ଭଗବାନ। ତ ରହିଲି, ଜୟ ଜଗନ୍ନାଥ।